ମୁଁ ଫ୍ଲୋରେନ୍ସିଆ ଏକା ହକି କୋଚ୍ ପୋଷ୍ଟେଡ୍ ଏଜ୍ ଢେଙ୍କାନାଳ ଡିଷ୍ଟ୍ରିକ୍ଟ। କଣ ଆପଣ ଫ୍ୟୁଚର ଦେଖୁଛନ୍ତି ପିଲାମାନଙ୍କର ଆଜ ମହିଳା ମହିଳା ପିଲାମାନଙ୍କ ଝିଅମାନଙ୍କର ଆପଣ ହକିରେ କଣ ଫ୍ୟୁଚର ଦେଖୁଛନ୍ତି? ମୁଁ ଆମ ଏ କୋଷ୍ଟାଲ ଏରିଆ କହିବି ନା ଆମ ଷ୍ଟେଟ୍ ର କହିବି? କୋଷ୍ଟାଲ ଏରିଆରୁ ନିଶ୍ଚିତ ଭାବରେ ଆଜି ଆମେ ଯୋଉ ଆସିଛୁ ଫାଷ୍ଟ ସୁଲୋଚନା ଦାସ ହକି ଚାମ୍ପିୟନ ଷ୍ଟେଟ୍ ହକି ଚାମ୍ପିୟନସିପ ରେ ଭଲ ଲାଗୁ ମାନେ କମ ସମୟରେ ଆମକୁ ଇନଭିଟେସନ ବି କଲେ ଆଉ କମ ସମୟରେ ମାନେ ବହୁତ ଭଲ ଆରେଞ୍ଜମେଣ୍ଟ କରିଛନ୍ତି। ନିଶ୍ଚିତ ଭାବରେ ଝିଅ ପିଲାମାନଙ୍କର ଇଚ୍ଛା ଶକ୍ତି ବି ଅଛି, ସେମାନେ ବି ଭଲ ପ୍ରଦର୍ଶନ କରୁଛନ୍ତି। କଟକ ଡିଷ୍ଟ୍ରିକ୍ଟ ର ପିଲା ଆସୁଛନ୍ତି, ସେମାନେ ତାଙ୍କର ଟର୍ଫ ପଡିଆରେ ପ୍ରାକ୍ଟିସ କରୁଛନ୍ତି, କିନ୍ତୁ ଢେଙ୍କାନାଳରେ ବି ଟର୍ଫ ନାହିଁ। କିନ୍ତୁ ଢେଙ୍କାନାଳରେ ବି ଯଦି ଟର୍ଫ ପଡିଆ ହେଲେ ଆହୁରି ଭଲ ଟେକ୍ନିକ ସବୁ ଇମ୍ପ୍ରୁଭ ହୁଅନ୍ତା, କାହିଁକି ନା ଆମର କମ୍ପିଟିସନ ସବୁ ଟର୍ଫ ପଡିଆରେ ହଉଛି, ଆଉ ଆମର କୋଷ୍ଟାଲ ସାଇଡ ରେ ଟର୍ଫ ପଡିଆ ନାହିଁ। ସେଇଟା ଆମର ଟିକେ ଅସୁବିଧା ରହିଛି, ନହେଲେ ପିଲାଙ୍କର ଇଚ୍ଛା ଶକ୍ତି ମନୋବଳ ଶକ୍ତି ବହୁତ ଅଛି ମହିଳା ମାନଙ୍କର। ଯେହେତୁ ଆପଣ ଜଣେ ମହିଳା କୋଚ୍, ମହିଳା ପିଲାମାନଙ୍କୁ ଝିଅ ପିଲାମାନଙ୍କୁ କେତେ କଷ୍ଟ କରିବାକୁ ଖେଳିବା? ନିଶ୍ଚିତ ବହୁତ କଷ୍ଟ ହଉଛି ଆମକୁ, ସ୍କୁଲରେ ଯାଇକି ଡାକିବାକୁ ପଡୁଛି, ବୁଝେଇବାକୁ ପଡୁଛି। ଯେହେତୁ ମୁଁ ବି ପ୍ଲେୟାର ଥିଲି, ମୁଁ ବି କ୍ଲାସ 6 ରୁ ହଷ୍ଟେଲରେ ଥିଲି। ଏମିତି ଆମର ବ୍ଲକ ଲେଭେଲ, ଡିଷ୍ଟ୍ରିକ୍ଟ ଲେଭେଲ, ଷ୍ଟେଟ୍ ଲେଭେଲ ସିଲେକ୍ସନ ପାଇଲା ପରେ ଷ୍ଟେଟ୍ ହଷ୍ଟେଲରେ ରହିକି କୋଚିଂ ନେଲା ପରେ ମୁଁ ଏବେ ଜାଣିଲି ଫ୍ୟୁଚର, ତାପରେ ମୁଁ ବି ମୋର କ୍ୟାରିୟର କଲି। ତ ମୁଁ ବି ସେଇଟା ପିଲାମାନଙ୍କୁ ବି ସଜେସନ କରେ କି ହକିରେ ବି ତମେ ନିଜେ କ୍ୟାରିୟର କରିପାରିବ। ଆଉ ବର୍ତ୍ତମାନ ତ ଆମର ଓଡିଶା ସରକାର ବହୁତ ସ୍ପୋର୍ଟସ ଡେଭଲପମେଣ୍ଟ ପାଇଁ ଇନଫ୍ରାଷ୍ଟ୍ରକ୍ଚର ସବୁ କରିଛନ୍ତି। ସୁନ୍ଦରଗଡ଼ରେ ତ 17ଟା ଟର୍ଫ କରିଛନ୍ତି, ପୁଣି ଏବେ ସବୁ ଯୋଉ ଟିମରେ ବି ଚମ୍ପିୟନ ହେଲେ ତାଙ୍କୁ କ୍ୟାଶ ଆୱାର୍ଡ ସବୁ ମିଳୁଛି। ତ ପିଲାଙ୍କ ପାଇଁ ବହୁତ ସୁବିଧା ଅଛି, ଫେସିଲିଟି ବି ଅଛି। ସ୍କୁଲ ଲେଭେଲରେ ବି ପ୍ରକୃତ ହକିର ପ୍ରଚାର କରିବା ପାଇଁ, ହକିର ପ୍ରସାର ପାଇଁ ସ୍କୁଲରେ ଯାହା ହବା କଥା ସ୍କୁଲ ଲେଭେଲରେ ସେଟା ହେଇପାରୁଛି କି? ଆମର ସ୍କୁଲ ଲେଭେଲରେ ତ ମାତ୍ର 2 କ୍ୟାଟେଗୋରୀର ଖେଳ ହଉଛି, ଯୋଉଟା କି ଅଣ୍ଡର 14 ସ୍କୁଲ ଟୁର୍ଣ୍ଣାମେଣ୍ଟ, ଅଣ୍ଡର 14 ଆଣ୍ଡ 17 ସ୍କୁଲ କ୍ୟାଟେଗୋରୀର ହେଉଛି। ଆଗରୁ ଆମର ଅଲ ଓଡିଶା ନେହେରୁ ଟୁର୍ଣ୍ଣାମେଣ୍ଟ ବି ହଉଥିଲା, ଯୋଉଟା କି ଷ୍ଟେଟ ଭିତରେ ଯୋଉ ସ୍କୁଲ ଚମ୍ପିୟନ ହେବ ସେ ହିଁ ଆମର ନ୍ୟାସନାଲ କୁ ଯାଆନ୍ତି ଦିଲ୍ଲୀ। ତ ଏଇଟା ଗତ ବର୍ଷରୁ ଆଉ ହେଇନି, ଡାଇରେକ୍ଟ ନାଭାଲ ଟାଟା ଟିମ୍ ହିଁ ପାର୍ଟିସିପେଟ କରୁଛନ୍ତି। ହଁ, ଆମର ଏଇଠୁ ଜଣେ ଗୋଲକିପର ଅଛି ବିଷ୍ଣୁପ୍ରିୟା ସେଠୀ, ବର୍ତ୍ତମାନ ଅଣ୍ଡର 17 ସ୍କୁଲ ନ୍ୟାସନାଲ ପାଇଁ ଯାଇଥିଲା, ହରିୟାଣା ଯାଇକି ଆସିଛି। ଆଉ କଣ ଆପଣ ଦେଖୁଛନ୍ତି ଜିଲ୍ଲା ସ୍ତରରେ, ଷ୍ଟେଟ ସ୍ତରରେ ପିଲାମାନଙ୍କୁ ଖେଳିବା ପାଇଁ? ନାଇଁ, ପିଲାମାନେ ଏଇ ହକି ଖେଳିକି ବର୍ତ୍ତମାନ ନିଜର କ୍ୟାରିୟର ବି କରିପାରିଛନ୍ତି। ବର୍ତ୍ତମାନ ଆମର 3 ଜଣ ଝିଅ ଅଫିସିଏଟିଂ ପାଇଁ ଯାଇଥିଲେ, ଲକ୍ଷ୍ନୌ ଯାଇଥିଲେ ଯୋଉ ଲିଗ ମ୍ୟାଚ ଚାଲିଥିଲା, ପୁଣି ରାଞ୍ଚି ବି ଯାଇଥିଲେ, ଅସ୍ମିତା ଟୁର୍ଣ୍ଣାମେଣ୍ଟ ଗ୍ୱାଲିୟରରେ ଚାଲିଥିଲା, ସେଇଠି ବି ସେମାନେ ଅଫିସିଏଟିଂ କରିକି ଆସୁଛନ୍ତି। ନୂଆ ପିଲାମାନଙ୍କୁ ଆପଣ କଣ କହିବେ, ଯୋଉ ପିଲାମାନେ ଖେଳିବାକୁ ଚାହୁଁଛନ୍ତି, ଝିଅ ପିଲାମାନେ ହଉ କି ପୁଅ ପିଲାମାନେ ହଉ, କେମିତି କଣ କହିଲେ କରିଲେ? ନାଇଁ, ସେମାନେ ପାଠ ସହିତ ଖେଳକୁ ବି ଆଗକୁ ନିଅନ୍ତୁ, କାହିଁକି ନା ସବୁ ବାପା ମା ଚାହାନ୍ତି ଯେ ମୋ ପୁଅ ଝିଅ ଇଞ୍ଜିନିୟର ହଉ, ଡକ୍ଟର ହଉ, କିନ୍ତୁ ଆମେ ଦେଖିବାକୁ ଗଲେ ଯଦି ଡକ୍ଟର ପୋଷ୍ଟ ପାଇଁ ଯଦି 100ଟା ପୋଷ୍ଟ ଥିବ ଆଉ କ୍ୟାଣ୍ଡିଡେଟ୍ ଯଦି 1000 ଥିବେ, ତ 100 ଜଣ ଚାନ୍ସ ପାଇବେ, ଆଉ ବାକି 900ଟା ତ ପାଇବେନି। ତ ଆମକୁ ନିଶ୍ଚିତ ଭାବରେ ଆଉ ଗୋଟେ କିଛି ବି ଆମର ଯୋଜନା କରିବାକୁ ପଡିବ, ଯେହେତୁ ଯଦି ଆମେ ଏଇଥିରେ ନ ପାଇଲେ ତ ଆରଥିରେ ବି ଆମେ କ୍ୟାରିୟର କରିପାରିବୁ। ମୁଁ ଏଇଆ ହିଁ ସଜେସନ ଦେବି ତାଙ୍କୁ। ଆପଣଙ୍କର କଣ ଆଶା ଆଜି ଆପଣ ଟିମ୍ ଏଠି ଚମ୍ପିୟନ ହେଇକି ଯାଉଛନ୍ତି? ନାଇଁ, ନିଶ୍ଚିତ ଭାବରେ ଆମ ଟିମ୍ ପିଲାଙ୍କର ଆହୁରି ମନୋବଳ ଷ୍ଟ୍ରଙ୍ଗ ହେଇଯିବ ଯେ ନାଇଁ, ଆମେ ୟାଙ୍କୁ ଜିତି ପାରିଲୁ ତ ଆମେ ନେକ୍ସଟ ଷ୍ଟେଟ ଲେଭେଲରେ ବି ଆମେ ଚମ୍ପିୟନ ହେଇପାରିବୁ, ନ୍ୟାସନାଲ ଲେଭେଲରେ ବି ଚମ୍ପିୟନ ହେଇପାରିବୁ, କିମ୍ବା ଆମେ ଇଣ୍ଟରନ୍ୟାସନାଲ ବି ଖେଳି ପାରିବୁ। ଏମିତି ତାଙ୍କର ମନୋବଳ ଟିକେ ବଢିବ। ଆଉ କଣ ଆଶା ରଖୁଛନ୍ତି ସରକାର ଆଉ କିଛି କଲେ ହକି ପାଇଁ ତାର ପ୍ରସାର କ୍ରିକେଟ ଠାରୁ ଭଲ ଆମେ ପ୍ରସାର କରିପାରିବା? କଣ ଆଶା ରଖୁଛନ୍ତି, କୋନଟା କଲେ ଭଲ ହେଇପାରିବ ଆପଣଙ୍କ ନଜରରେ? ନାଇଁ, ବର୍ତ୍ତମାନ ତ ହକି ଇଣ୍ଡିଆକୁ ଆମର ଓଡିଶା ସରକାର ସ୍ପନ୍ସରସିପ ଦଉଛନ୍ତି, ସେମିତି ଆହୁରି ଡିଷ୍ଟ୍ରିକ୍ଟ ମାନଙ୍କୁ ବି ଯଦି କେହି ସ୍ପନ୍ସରସିପ ଦେଲେ ପିଲାମାନେ ଆହୁରି ସୁବିଧା ପାଆନ୍ତେ, ଯେମିତି କି କିଟ୍ ମେଟେରିଆଲ ହେଲା, କାହିଁକି ଏବେ ବର୍ତ୍ତମାନ ହକି ବି ବହୁତ କଷ୍ଟଲି ହେଇଗଲା। ହକି ଷ୍ଟିକ ବି 4-5 ହଜାର ପଡି ଯାଉଛି, ତା ସହିତ ଜୋତା, ସିନ୍ ଗାର୍ଡ, ଆମର ଗ୍ରିପ୍, ଇଏ ସବୁ। ତ କେହି କିଛି ସ୍ପନ୍ସରସିପ ମିଳିଲେ ଆହୁରି ଭଲ ଡେଭଲପ ହୁଅନ୍ତା। ଟୁର୍ଣ୍ଣାମେଣ୍ଟ ଚାଲିଛି, ଏ ଖେଳ ବିଷୟରେ ଆପଣ ଟିକେ କହିବେ? ये टूर्नामेंट है बहुत ही भल कथा, कहीं आमर भी ग्रासरूट रे बहुत ही कम टूर्नामेंट होची, तो पिला माने प्रैक्टिस करछंदी निज निज सेंटर, बट टूर्नामेंट पाउना जेहेतु ये जो टूर्नामेंट अरेंजमेंट कराई, बहुत बहुत थैंक यू कहया चाहिए ऑर्गेनाइज टीम को फर्स्ट। तो बहुत टीम आसुँच पिला माने बहुत ही इम्प्रूवमेंट करेंगे गेम रु, बहुत ही आगू भविष्य में काम दब ये टूर्नामेंट रे। आज्ञा आपनकर टीम रो पिला माने कोन नेशनल जिला स्तरीय सब खेलुछन कि? हमर अबिका सब जूनियर नेशनल पे गोटे प्लेयर जाइथिला पानपोस रे कैंप रे थिला से,
ଆଉ ଗୋଟେ ଆମର ଟାଟା ନାଭାଲରେ ଯାଇଛନ୍ତି ଅବି ଗୋଟେ ଗୋଲକିପର ଓମ୍ ପ୍ରକାଶ ଜେନା ବୋଲି ସେ ଗୋଟେ କ୍ୟାମ୍ପରେ ଅଛନ୍ତି ଆହୁରି ନ୍ୟାସନାଲ ଲେବୁଲରେ ଯାଇଛନ୍ତି ଆମର ପିଲା। ଆପଣ କଣ ଲାଗୁଛି ଗ୍ରାମାଞ୍ଚଳ ସ୍ତରରେ ହକିର ପ୍ରଚାର ପ୍ରସାର ପାଇଁ ଆହୁରି ବହୁତ କିଛି କରିବାର ଅଛି? ନିଶ୍ଚୟ ଆଜି ଦେଖନ୍ତୁ ଏଇଟା ଫାର୍ଷ୍ଟ ଟାଇମ୍ ଯେମିତି ଏଇଟା ଟୁର୍ଣ୍ଣାମେଣ୍ଟ ହେଲା ସବୁ ବର୍ଷକୁ 2ଟା 3ଟା ଲେଖା ଟୁର୍ଣ୍ଣାମେଣ୍ଟ ହେଲେ ନିଶ୍ଚୟ ଏ ଗାଁ ପଟୁ ବହୁତ ପିଲା ଆହୁରି ବାହାରିବେ ଆପଣଙ୍କର ହକି ପ୍ଲେୟାର ବହୁତ ହି ଭଲ ବାହାରିବେ ଆହୁରି ବହୁତ ହି ଭଲ ଖେଳୁଛନ୍ତି ଗାଁ ପିଲା ବି ଗୋଟେ ଟିମ୍ ଅଛି ମୁଁ ଦେଖିଲି ବହୁତ ବଢିଆ ଟିମ୍ ଅଛି ପିଲା ଆହୁରି ବାହାରିବେ କିନ୍ତୁ ମ୍ୟାଚ୍ ହବା ଦରକାର ଟୁର୍ଣ୍ଣାମେଣ୍ଟ ହବା ଦରକାର। କଣ ଲାଗୁଛି କଣ କରିବାକୁ ପଡିଲେ କେମିତି କଣ କରିଲେ ପିଲାମାନେ ଗାଁ ଗହଳିରୁ ଯୋଉ ହକି ଭଲ ପ୍ଲେୟାର ସବୁ ଅଛନ୍ତି ବାହାରି ପାରିବେ? ତାହେଲେ ଆପଣଙ୍କୁ ସ୍କୁଲ ଆପଣଙ୍କୁ ସ୍କୁଲରେ ଯେମିତି ଆମ ପିଲାମାନେ ଯେମିତି ଗୋଟେ ରିସେସ୍ ପିରିୟଡ ଥାଏ ସେଠି ପିଲା କ୍ରିକେଟ ଖେଳନ୍ତି ସେଇ ଜାଗାରେ ପିଲାଙ୍କୁ କୁହନ୍ତୁ ହକି ଖେଳିବା ପାଇଁ ତାହେଲେ ସ୍କୁଲ ଲେବୁଲ ପିଲାମାନେ ବଢିବେ ହକି ପ୍ରତି ତାଙ୍କର ଆଗ୍ରହଟା ବଢିବ ପିଲା ବାହାରିବେ ହକି ପାଇଁ ଖେଳିବେ। ଆପଣ କଣ ଲାଗୁଛି ସରକାରକୁ ବି କିଛି ହକିର ପ୍ରଚାର ପ୍ରସାର ପାଇଁ କିଛି କରିଲେ ଠିକ ହୁଅନ୍ତା? ହକିର ପ୍ରଚାର ପ୍ରସାର ବହୁତ ବଢିଆ ଚାଲିଛି ଆହୁରି ସରକାରଙ୍କୁ କହିବା ପାଇଁ ଚାହିଁବି ସାର୍ ଆହୁରି ଟୁର୍ଣ୍ଣାମେଣ୍ଟ ଅଧିକ କରାନ୍ତୁ ଅଧିକ ଟୁର୍ଣ୍ଣାମେଣ୍ଟ ହେଲେ ପିଲା ବାହାରିବେ ପିଲା ଟୁର୍ଣ୍ଣାମେଣ୍ଟ ମେନ୍ ପାଉନାହାନ୍ତି। ଆମେ ଯେତିକି ଆମେ କ୍ରିକେଟ ସହିତ ତୁଳନା କରି ଦେଖିବା କ୍ରିକେଟର ପ୍ରଚାର ପ୍ରସାର ଆମର ରାଜ୍ୟରେ ହଉ ଦେଶରେ ହଉ ବହୁତ ହେଇଛି ଗାଁ ଗହଳିରେ ବି ହେଇଛି କିନ୍ତୁ ସେଇ ଲେବୁଲରେ ଆମେ ହକିର ପ୍ରଚାର ପ୍ରସାର ହେଇନି ଆପଣ ମାନୁଛନ୍ତି ନା ନାଇଁ ସେ ଜିନିଷଟା? ହଁ ସାର୍ ଏଇଟା କହିବାକୁ ଗଲେ କ୍ରିକେଟର ବହୁତ ଅଧିକ ହଉଛି ଟିକେ ହକିର ହଉଛି ବଟ୍ ଟିକେ କମ୍ ଅଛି ଟିକେ ଆହୁରି ଅଧିକ ହବା ଦରକାର। ଆପଣ କଣ କାରଣ ଦେଖୁଛନ୍ତି କାରଣ ହକି ହେଲା ଆମ ରାଷ୍ଟ୍ରୀୟ ଖେଳ ଆଜ୍ଞା ଆମ ରାଷ୍ଟ୍ରୀୟ ଖେଳ କୋଉଠି ନା କୋଉଠି ପଛରେ ରହିଯାଉଛି ବାହାର ଖେଳକୁ ଆମେ ବହୁତ ଅଧିକ ଖେଳୁଛୁ ଆଜ୍ଞା ଆମକୁ କଣ ଲାଗୁଛି ଏଇଟା କେମିତି କେତେ ଦୂର ଠିକ ଲାଗୁଛି? ସାର୍ ହକି ଜାତୀୟ ଖେଳ କିନ୍ତୁ ହକି ବୋଧେ ବହୁତ ପଛରେ ରହିଯାଇଛି ହକିକୁ ହେଲେ ଆହୁରି ମୋଟିଭେଟ କରିକି ଆହୁରି ଇମ୍ପ୍ରୁଭମେଣ୍ଟ କରିବାର ଅଛି ଏଇଟା ଆମ ସମସ୍ତଙ୍କ ଦାୟିତ୍ୱ ଖାଲି କୋଚ୍ର ନୁହଁ ପ୍ଲେୟାର ହେଇଗଲେ କୋଚ୍ ହେଇଗଲେ ପୁରା ସରକାରଙ୍କୁ ମୁଁ ଅନୁରୋଧ କରିବି ଆହୁରି ଟିକେ ଧ୍ୟାନ ଦିଅନ୍ତୁ ଆହୁରି ମ୍ୟାଚେସ୍ କରନ୍ତୁ ଯେମିତିକି ପିଲା ବାହାରନ୍ତୁ ଓଡ଼ିଶାରୁ। ଧନ୍ୟବାଦ।